ଗପ ଅମୃତରେ ବିକ୍ରମ ବେତାଳ ଗପ ନିରପେକ୍ଷ ନିଷ୍ପତ୍ତି। ରାଜା ଅର୍କ ମୟୂଖ ଶିଖରପୁର ରାଜ୍ୟର ଜଣେ ଧର୍ମପ୍ରାଣ ରାଜା ଥିଲେ। କେବଳ ଦେଶ ମଧ୍ୟରେ ନୁହେଁ, ଆଖପାଖ ଅଞ୍ଚଳରେ ମଧ୍ୟ ସେ ନ୍ୟାୟବନ୍ତ ରାଜା ଭାବରେ ପ୍ରସିଦ୍ଧି ଲାଭ କରିଥିଲେ। ନ୍ୟାୟବନ୍ତ ରାଜା ଭାବରେ ତାଙ୍କର ପ୍ରସିଦ୍ଧି ବ୍ୟାପିବାକୁ ଲାଗିଲା। କେବଳ ସେତିକି ନୁହେଁ, ପଡ଼ୋଶୀ ରାଜ୍ୟର ରାଜାମାନେ ମଧ୍ୟ ଜଟିଳ ସମସ୍ୟାର ସମାଧାନ ପାଇଁ ରାଜା ଅର୍କ ମୟୂଖଙ୍କର ପରାମର୍ଶ ଲୋଡୁଥିଲେ। ଏକଦା ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ବିବାଦ ଉପୁଜିଲା ଏବଂ ସେମାନେ ରାଜା ଅର୍କମୟୂଖଙ୍କ ପାରିଷଦକୁ ଯାଇ ନ୍ୟାୟ ଭିକ୍ଷା କଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ପ୍ରସିଦ୍ଧ ବ୍ୟବସାୟୀ ରତ୍ନ ବିଭୂଷିତ ଏବଂ ଅନ୍ୟ ଜଣକ ଥିଲେ ଜଣେ ଚୋର କାଲାରୁଦର। ରାଜା ଅର୍କମୟୂଖ ନ୍ୟାୟ ଚାହୁଁଥିବା ବ୍ୟକ୍ତିମାନଙ୍କୁ ଚାହିଁଲେ ଏବଂ କହିଲେ, ତୁମର ସମସ୍ୟା କ'ଣ ବୁଝାଇ କୁହ। ପ୍ରଥମେ କାଲାରୁଦର କହିଲା, ମଣିମା, ମୁଁ ଜଣେ ଚୋର। ଏହି ବ୍ୟବସାୟୀଙ୍କ ଘରେ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ଧରା ପଡ଼ିଲି। ମୁଁ ଭାବିଲି ସେ ମୋତେ ଦଣ୍ଡ ଦେବେ, କିନ୍ତୁ ତା ବଦଳରେ ସେ ମୋତେ ତାଙ୍କ ଘରେ ଚାକର ଭାବେ କାମ ଦେଲେ। ମୋର ପ୍ରକୃତି ହେଉଛି ଜିନିଷ ଦେଖିଲେ ଲୋଭ ସମ୍ଭାଳି ପାରେ ନାହିଁ ଏବଂ ମୂଲ୍ୟବାନ ଜିନିଷ ଚୋରି କରିବାକୁ ଉଦ୍ୟମ କରେ। ଯଦି ମୁଁ ଏହି ବ୍ୟକ୍ତିଙ୍କ ଘରୁ କାମ କରିବାର ପ୍ରସ୍ତାବ ଗ୍ରହଣ କରେ ଏବଂ କେତେବେଳେ ଏହି ଭଦ୍ର ବ୍ୟକ୍ତିଙ୍କ ଘରୁ ଚୋରି କରି ପଳାଇବି, ମୋତେ 2 ଗୁଣ ପାପ ଲାଗିବ। ମୁଁ ତାଙ୍କ ସହିତ କାମ କରିବାକୁ ଚାହେଁ ନାହିଁ। ଦୟାକରି ମୋତେ ମୋର ଅପରାଧ ପାଇଁ ଯଥାର୍ଥ ଦଣ୍ଡରେ ଦଣ୍ଡିତ କରନ୍ତୁ। ତାହା ହିଁ ମୋ ପାଇଁ ଯଥାର୍ଥ ହେବ। ତାପରେ ରତ୍ନ ବିଭୂଷିତ କହିବାକୁ ଆରମ୍ଭ କଲେ, ଆଜ୍ଞା ମଣିମା, ମୁଁ ଏହି ଚୋର ମୁହଁରୁ ତାର ଅତୀତ ବିଷୟରେ ଶୁଣିଛି। ମୁଁ ଶୁଣିଛି ଯେ ଦାରିଦ୍ର୍ୟ କାରଣରୁ ସେ ଚୋରି କରୁଛି। ଏହି କାରଣରୁ ମୁଁ ତାଙ୍କୁ କାମରେ ରଖିବାକୁ କହିଲି। ଫଳରେ ସେ ଦରିଦ୍ର ହୋଇ ରହିବେ ନାହିଁ ଏବଂ କୁପଥରୁ ଦୂରେଇ ରହିବେ। କିନ୍ତୁ ତାଙ୍କର ସମସ୍ୟା ହେଉଛି ସେ ଯେଉଁ ସ୍ଥାନରେ ଅପମାନିତ ହୋଇଛନ୍ତି ସେହି ସ୍ଥାନରେ କାମ କରିବାକୁ ଚାହାନ୍ତି ନାହିଁ। ଦୟାକରି ମୋତେ କୁହନ୍ତୁ, ମୁଁ ତାଙ୍କୁ କାମ ଦେଇ ଠିକ୍ କରିଛି ନା ନାହିଁ। ମୁଁ ଚାହିଁବି ସେ ମୋ ସହିତ କାମ କରନ୍ତୁ ଏବଂ ସରଳ ଜୀବନଯାପନ କରନ୍ତୁ। ରାଜା ଏହି ଅସମ୍ମତି ଦେଖି ଆମୋଦିତ ହେଲେ ଓ ମନେ ମନେ ହସିଲେ। ରାଜା ଅର୍କମୟୂଖ ଚୋରକୁ କହିଲେ, ତୁମର କୁକର୍ମର ଫଳସ୍ୱରୂପ ଦଣ୍ଡ ଭାବରେ ତୁମେ ଏହି ବ୍ୟବସାୟୀଙ୍କ ଘରେ 1 ବର୍ଷ ପର୍ଯ୍ୟନ୍ତ ବିନା ଦରମାରେ କାମ କରିବ। 1 ବର୍ଷ ପରେ ତୁମର କାର୍ଯ୍ୟ ବାବଦକୁ ଯଥାର୍ଥ ଦରମା ପାଇବ ଏବଂ ଏବେ ଭଲ ବାଟରେ ରୁହ। ରାଜାଙ୍କର ନିଷ୍ପତ୍ତି ଶୁଣି ସମସ୍ତେ ପ୍ରଶଂସା କଲେ। ସେମାନେ ଅନୁଭବ କଲେ ଯେ ରାଜା ଏହି ରାୟ ଶୁଣାଇ ନିରପେକ୍ଷ ବିଚାର କରିଛନ୍ତି। ଅନ୍ୟ ଏକ ଘଟଣା। ସୈନ୍ୟମାନେ 2 ଜଣ ବ୍ୟକ୍ତିଙ୍କୁ ରାଜାଙ୍କ ସମ୍ମୁଖରେ ହାଜର କଲେ। ସେମାନଙ୍କ ମଧ୍ୟରୁ ଜଣକର ହାତରେ ହାତକଡ଼ି ପଡ଼ିଥିଲା ଏବଂ ଅନ୍ୟ ଜଣକ ଗମ୍ଭୀର ଭାବରେ ଆଘାତପ୍ରାପ୍ତ ହୋଇଥିଲା ଏବଂ ତା ଆଖିରୁ ରକ୍ତ ଝରୁଥିଲା। ପ୍ରଥମେ ଖଣ୍ଡିଆ ଖାବରା ହୋଇଥିବା ଲୋକଟି କହିଲା, ମଣିମା, ମୋର ନାମ ନିରଞ୍ଜନ। ମୁଁ ଆପଣଙ୍କର ଗୁପ୍ତଚରମାନଙ୍କ ମଧ୍ୟରୁ ଜଣେ। ଏହି ବ୍ୟକ୍ତି ଜଣକ ଗୋଟିଏ ଚୋର। ତାର ନାମ ଗନ୍ଧର୍ଭୀମ। ସେ ଜଙ୍ଗଲରେ ଯାଉଥିବା ଲୋକମାନଙ୍କୁ ଆକ୍ରମଣ କରି ଚୋରି କରେ ଏବଂ ଯେଉଁମାନେ ପ୍ରତିବାଦ କରନ୍ତି ସେମାନଙ୍କୁ ଭୀଷଣ ମାଡ଼ ଦିଏ। ମୁଁ ତା ଉପରେ ନଜର ରଖିଥିଲି। ଯେତେବେଳେ ତା ନିକଟରେ ପହଞ୍ଚିଲି ଏବଂ ତାକୁ ଧରିବା ପାଇଁ ଚେଷ୍ଟା କଲି, ସେ ଏବଂ ତାହା ଦଳର ଲୋକ ମିଶି ମୋତେ ପ୍ରଥମେ ଧରି ପକାଇଲେ ଏବଂ ବହୁତ ମାଡ଼ ଦେଲେ। ଏହି ବ୍ୟକ୍ତି ଜଣକ ମୋର ଗୋଟିଏ ଆଖିକୁ ନିଷ୍ଠୁର ଭାବେ ଫୁଟାଇ ଦେଇଛି। ଅବଶ୍ୟ ସେତେବେଳେ ଆମର ସୈନ୍ୟମାନେ ସେଠାରେ ପହଞ୍ଚିଲେ ଏବଂ ସେ ପଳାଇଯିବା ପୂର୍ବରୁ ତାକୁ କାବୁ କରିନେଲେ। ଦୟାକରି ଏହି ନିଷ୍ଠୁର ଚୋରକୁ କଠିନ ଶାସ୍ତି ଦିଅନ୍ତୁ, ନିରଞ୍ଜନ ରାଜାଙ୍କୁ କହିଲେ। ରାଜା ବନ୍ଦୀ ହୋଇଥିବା ଡକାୟତକୁ କହିବା ପାଇଁ କହିଲେ ଏବଂ ସେତେବେଳେ ଗନ୍ଧର୍ଭୀମ କହିଲା, ଆଜ୍ଞା ମଣିମା, ମୁଁ ଏହି ବ୍ୟକ୍ତିର ରାସ୍ତାରେ ପ୍ରତିବନ୍ଧକ ହୋଇନଥିଲି। ମୁଁ ତାଙ୍କଠାରୁ ଚୋରି କରିବାକୁ ଉଦ୍ୟମ କରିନଥିଲି। ସେ ମୋତେ ଧରିବା ପାଇଁ ଉଦ୍ୟମ କଲେ। ମୁଁ ଆତ୍ମରକ୍ଷା କରିବା ପାଇଁ ତାଙ୍କ ସହିତ ଲଢ଼ିଲି ଏବଂ ଏହି ଭିଡ଼ା ଓଟାର ଭିତରେ ତାଙ୍କର ଆଖି ଫୁଟିଗଲା। ମୋତେ ଏଥିପାଇଁ ଦୋଷ ଦିଆଯିବା ଅନୁଚିତ। ଆପଣ ନ୍ୟାୟବନ୍ତ ରାଜା ଭାବରେ ପ୍ରସିଦ୍ଧ। ଦୟାକରି ମୋତେ ଉପଯୁକ୍ତ ନ୍ୟାୟ କରନ୍ତୁ। ରାଜା ତାଙ୍କର ନିଷ୍ପତ୍ତି ଦୃଢ଼ ଭାବରେ ଉଚ୍ଚ ସ୍ୱରରେ ଜଣାଇଦେଲେ। ରାଜା ଅର୍କମୟୂଖ କହିଲେ, ଆଖି ପାଇଁ ଆଖି। ତେଣୁ ଗନ୍ଧର୍ଭୀମର ଏହି ନିଷ୍ଠୁର କାର୍ଯ୍ୟ ପାଇଁ ତାର ଗୋଟିଏ ଆଖି କାଢ଼ି ଦେବା ପାଇଁ ଆଦେଶ ଦେଲେ। ପରିଷଦବର୍ଗ ପୁଣି ଥରେ ତାଳି ମାରି ରାଜାଙ୍କର ଦ୍ରୁତ ନିଷ୍ପତ୍ତିର ଜୟ ଜୟକାର କଲେ। ସେମାନେ ଅନୁଭବ କଲେ ଯେ ଏହା ଦେଶରେ ଥିବା କୁପଥଗାମୀ ନାଗରିକମାନଙ୍କୁ ଶୃଙ୍ଖଳା ଆଚରଣ କରିବା ପାଇଁ ପ୍ରଭାବିତ କରିବ। କିଛି ସମୟ ପରେ ଅଗ୍ନିହୋତ୍ର ନାମକ ଜଣେ ଜ୍ଞାନୀ ବ୍ୟକ୍ତି ରାଜାଙ୍କୁ ଭେଟିବା ପାଇଁ ରାଜପରିଷଦରେ ପହଞ୍ଚିଲେ। ସେ ବେଶ ଉତ୍ତେଜିତ ଏବଂ ବିବ୍ରତ ମନେ ହେଉଥିଲେ। ତାଙ୍କ ସଙ୍ଗରେ ଥିଲେ ଜଣେ ଯୁବକ। ସେହି ଯୁବକଙ୍କର ଡାହାଣ ହାତ ନଥିଲା ଏବଂ ସେ ଭାରି ଦୁଃଖୀ ଦିଶୁଥିଲେ। ଅଗ୍ନିହୋତ୍ର ରାଜାଙ୍କୁ କହିଲେ, ଆଜ୍ଞା ମଣିମା, ଏ ହେଉଛି ମୋର ପୁଅ ନୀଳକଣ୍ଠ। ସେ ଆପଣଙ୍କର ପୁତ୍ର ଅଭିଷିକ୍ତଙ୍କ ସହିତ ଏକା ଶ୍ରେଣୀରେ ଗୁରୁକୁଳରେ ଅଧ୍ୟୟନ କରେ। ଆପଣଙ୍କର ପୁଅ ଓ ମୋର ପୁଅ ତରବାରୀ ଚାଳନା ଶିକ୍ଷା କରୁଥିଲେ। ଆପଣଙ୍କ ପୁଅର ତରବାରୀ ମୋ ପୁଅର ଡାହାଣ ହାତ କାଟିଦେଲା। ମୋର ପରିବାର ଏବଂ ପୁଅ ଗଭୀର ଦୁଃଖ ମଧ୍ୟ ଦେଇ ଗତି କରୁଛୁ। ପୂର୍ବର ଯେପରି ଆଖି ପାଇଁ ଆଖି ନ୍ୟାୟ ଶୁଣାଇଲେ,
ତାକୁ ଦୃଷ୍ଟିରେ ରଖି ଆପଣ ନିଷ୍ପତ୍ତି ନିଅନ୍ତୁ। ଦୟାକରି ନିର୍ଦ୍ଦେଶ ଦିଅନ୍ତୁ ଯେ ଆପଣଙ୍କ ପୁଅର ଡାହାଣ ହାତ ମଧ୍ୟ କଟାଯାଉ। ମୁଁ ଆପଣଙ୍କଠାରୁ ନ୍ୟାୟ ଚାହେଁ। ଏହା କହି କ୍ରୋଧିତ ଅଗ୍ନିହୋତ୍ର ରାଜାଙ୍କ ଆଡ଼କୁ ଚାହିଁଲେ। ଅଗ୍ନିହୋତ୍ରଙ୍କର ଅନୁରୋଧ ଶୁଣି ରାଜା ଅର୍କମୟୁଖ କିଛି ସମୟ ପାଇଁ ଚିନ୍ତା କଲେ। ପରିଷଦବର୍ଗ ରାଜାଙ୍କର ନିଷ୍ପତ୍ତି ଶୁଣିବା ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥିଲେ ଏବଂ ଘଟଣା କେଉଁ ମୋଡ଼ ନେବ ମନେ ମନେ ବିଭିନ୍ନ କଥା ଚିନ୍ତା କରୁଥିଲେ। ରାଜା ଅର୍କମୟୁଖ କହିଲେ, ଓଃ ମହାଜ୍ଞାନୀ, ଜଣେ ଯୁବକ ତଥା ଶକ୍ତିଶାଳୀ ବ୍ୟକ୍ତି କୌଣସି କୌଶଳ ଅଭ୍ୟାସ କରିବା ସମୟରେ ହାତଟି ହରାଇବା ଅତ୍ୟନ୍ତ ଦୁଃଖର ବିଷୟ। ମୋ ପୁତ୍ର କ୍ଷେତ୍ରରେ ମଧ୍ୟ ଯଦି ଏପରି ଘଟିଥାନ୍ତା, ତାହା କାରଣରୁ ଆପଣ ଆଜି ନ୍ୟାୟ ଦାବି କରୁଛନ୍ତି। ମୁଁ ମଧ୍ୟ ତାଙ୍କ ପ୍ରତି ଯଥାର୍ଥ ନ୍ୟାୟ କରିଥାନ୍ତି। ଆପଣଙ୍କ ପୁତ୍ର ଯେଉଁ ହାତରେ ତରବାରୀ ଧରି ଅଭ୍ୟାସ କରୁଥିଲା, ସେହି ହାତରେ ତରବାରୀ ଧରି ମୋ ପୁତ୍ରର ହସ୍ତ ଛେଦନ କରିବ। ଏହା ହେଉଛି ଏ କ୍ଷେତ୍ରରେ ମୋର ନ୍ୟାୟ। ଅଗ୍ନିହୋତ୍ର ଏକଥା ଶୁଣି କେତୋଟି ମୁହୂର୍ତ୍ତ ପାଇଁ ସ୍ତମ୍ଭୀଭୂତ ହୋଇପଡ଼ିଲେ। ଆଜ୍ଞା ମଣିମା, ତାହା କିପରି ସମ୍ଭବ? ରାଜକୁମାର ଯେତେବେଳେ ଡାହାଣ ହାତରେ ଖଣ୍ଡା ଧରିଥିଲେ, ସେତେବେଳେ ଖଣ୍ଡାଟି ମୋ ପୁଅର ଡାହାଣ ହାତରେ ପଡ଼ିଲା। ମୋ ପୁଅ ଯେଉଁ ହାତଟି କଟିଯାଇଛି, ସେହି ହାତରେ କିପରି ରାଜପୁତ୍ରଙ୍କର ହସ୍ତ ଛେଦନ କରିବ? ସେ କିଛି ବୁଝି ନ ପାରି ପଚାରିଲେ। ରାଜା ଉତ୍ତର ଦେଲେ, ଯଦି ତାହା ସମ୍ଭବ ନୁହେଁ, ତେବେ ଦଣ୍ଡ ଦେବା ସମ୍ଭବ ନୁହେଁ। ତାହା ହିଁ ନ୍ୟାୟ। ଆପଣଙ୍କ ପୁଅର କ୍ଷତି ଭରଣା କରିବା ପାଇଁ ମୁଁ ତାଙ୍କର ସାମର୍ଥ୍ୟ ମୁତାବକ ଉତ୍ତମ ପଦରେ ରଖାଇବି। ଦୟାକରି କିଛି ସମୟ ନିଅନ୍ତୁ ଏବଂ ଏ ବିଷୟରେ ଚିନ୍ତା କରନ୍ତୁ। ଅଗ୍ନିହୋତ୍ର କିଛି ସମୟ ପାଇଁ ଚିନ୍ତା କଲେ ଏବଂ ହାତ ଯୋଡ଼ି ବିନୀତ ଭାବରେ ଉତ୍ତର ଦେଲେ, ମୁଁ ଆପଣଙ୍କର ନିରପେକ୍ଷ ବିଚାରକୁ ସ୍ୱାଗତ କରୁଛି। ଦୟାକରି ମୋତେ କ୍ଷମା କରିଦିଅନ୍ତୁ। ଏବଂ ଏହା କହି ପରିଷଦ ତ୍ୟାଗ କରି ଗୃହକୁ ଫେରିଗଲେ। କାହାଣୀଟି କହିସାରି ବେତାଳ ରାଜା ବିକ୍ରମଙ୍କୁ ପଚାରିଲେ, ଓଃ ରାଜନ୍, ଅର୍କମୟୁଖଙ୍କର ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ ଏବଂ ଅସ୍ଥିର ମନେ ହେଉନାହିଁ? ସେ ନିଜ ଦୋଷ ସ୍ୱୀକାର କରିଥିବା ଚୋରକୁ ଦଣ୍ଡ ଦେଲେ ନାହିଁ। ଅନ୍ୟ ପକ୍ଷରେ ଯେଉଁ ଚୋର ରାଜାଙ୍କ ପାଖରେ ଗୁହାରି କଲା ଯେ ସେ ଆତ୍ମରକ୍ଷା ପାଇଁ ଲଢ଼ିବା ସମୟରେ ଆଖି ଫୁଟାଇ ଦେଇଛି, ଦୋଷୀ ନୁହେଁ, ସେହି ଡକାୟତଙ୍କୁ ଆଖି ପାଇଁ ଆଖିଟିଏ ନ୍ୟାୟରେ ଦଣ୍ଡ ଦେଲେ। ଯେତେବେଳେ ନିଜ ପୁତ୍ରକୁ ଦଣ୍ଡ ଦେବାର କଥା ଆସିଲା, ସେ ସେହି ନିଷ୍ପତ୍ତିରେ ଆଉ ଗୋଟିଏ ଖେଳ ଖେଳିଲେ। କହିଲେ ଯେ ଯେଉଁ ଦୁର୍ଘଟଣାରେ ଯେଉଁ ହାତଟି କଟିଛି, ସେହି ହାତ ବ୍ୟବହାର କରି ଦଣ୍ଡ ଦେବାକୁ ହେବ। ଏହିପରି ସେ ତାଙ୍କ ପୁତ୍ରକୁ ଦଣ୍ଡିତ ହେବାରୁ ରକ୍ଷା କଲେ। ଉତ୍ତମ ବିଚାର ବୁଦ୍ଧି ପାଇଁ ପ୍ରସିଦ୍ଧ ରାଜା ଅର୍କମୟୁଖ ନିଜ ପୁତ୍ର ପାଇଁ ଦଣ୍ଡବିଧାନ କରିବା ସମୟରେ ନିରପେକ୍ଷ ନ୍ୟାୟକୁ ଭୁଲିଗଲେ। ଏଥିରୁ ମନେ ହେଉଛି ଯେ ପ୍ରିୟ ପରିଜନଙ୍କ ପ୍ରତି ପକ୍ଷପାତିତା ପ୍ରଦର୍ଶନ କରୁଥିଲେ, କିନ୍ତୁ ତଥାପି ଅଗ୍ନିହୋତ୍ର କାହିଁକି ରାଜା ନିଜର ପୁତ୍ରକୁ ଦଣ୍ଡ ଦେବାରୁ ରକ୍ଷା କରିଥିଲେ ମଧ୍ୟ ତାଙ୍କୁ ନିରପେକ୍ଷ ବିଚାର କରିଥିବାର କହିଲେ। ସେ କାହିଁକି ରାଜାଙ୍କୁ କ୍ଷମା ମାଗିଲେ? ରାଜା ତାଙ୍କୁ ଦଣ୍ଡ ଦେବେ ଭାବି ଭୟଭୀତ ହୋଇପଡ଼ିଥିଲେ କି? କିମ୍ବା ଅନ୍ୟ କୌଣସି କାରଣ ଥିଲା କି? ଯଦି ତୁମେ ଉତ୍ତର ଜାଣି ନୀରବ ରହିବ, ତେବେ ତୁମର ଶିର ଶତଧା ବିଦୀର୍ଣ୍ଣ ହେବ। ରାଜା ବିକ୍ରମ ଉତ୍ତରରେ କହିଲେ, କାଲା ରୁଦର ତାହାର ଦୋଷ ଗ୍ରହଣ କରିଥିଲା। ରାଜା ତାହା ଭିତରେ କୁକର୍ମରୁ ଦୂରେଇ ରହିବାର ପ୍ରବୃତ୍ତି ଲକ୍ଷ୍ୟ କରିଥିଲେ। ତେଣୁ ସେ ତାକୁ ଦଣ୍ଡ ନ ଦେଇ ଧନୀ ବ୍ୟକ୍ତିଙ୍କର ସେବା କରିବାକୁ କହିଲେ। ଗୁପ୍ତଚରଙ୍କଠାରୁ ଡକାୟତ ଗନ୍ଧର୍ଭୀମ ଚୋରି କରିବା ପାଇଁ ଉଦ୍ୟମ ନ କରିବା ସତ ହୋଇପାରେ, କିନ୍ତୁ ସେ ବହୁ ବାଟୋଇଙ୍କଠାରୁ ଚୋରି କରିଥିଲା। ସମାଜ ପାଇଁ ଏକ କଳଙ୍କ ଥିଲା। ସେ କର୍ତ୍ତବ୍ୟରତ ଗୁପ୍ତଚରଙ୍କୁ ଆଘାତ ଦେଇଥିଲା। ତେଣୁ ତାକୁ ଆଖି ପାଇଁ ଆଖି ନ୍ୟାୟରେ ଦଣ୍ଡ ଦେଲେ। ରାଜପୁତ୍ରଙ୍କ କ୍ଷେତ୍ରରେ ସେ କୌଣସି ଉଦ୍ଦେଶ୍ୟ ରଖି ତାଙ୍କ ସାଙ୍ଗର ହାତ କାଟି ନଥିଲେ। ରାଜା ଯୁବକଙ୍କ ପ୍ରତି ଉଦାର ଥିଲେ, ତେଣୁ ଯୁବକଙ୍କର ଭବିଷ୍ୟତ ସୁରକ୍ଷିତ ରହିଲେ ଏବଂ ରାଜକୁମାରକୁ ଦଣ୍ଡରୁ ଦୂରେଇ ରଖିଲେ। ପରିସ୍ଥିତି ଅନୁସାରେ ନ୍ୟାୟ ଭିନ୍ନ ହୋଇଥାଏ। ନ୍ୟାୟ ପାରିପାର୍ଶ୍ୱିକ ସ୍ଥିତି ଏବଂ ଏଥିରେ ଜଡ଼ିତ ବ୍ୟକ୍ତିଙ୍କ ଉପରେ ନିର୍ଭର କରିଥାଏ। ବିଜ୍ଞ ବ୍ୟକ୍ତି ଜଣକ ନିଜର ଭୁଲ ବୁଝିପାରିଲେ, ତେଣୁ ରାଜାଙ୍କର ଉଦାରତା ଓ ନିଜର କୁବ୍ୟବହାର ପାଇଁ ଅନୁତପ୍ତ ହେଲେ। ସେ ରାଜାଙ୍କୁ ଭୟ କରି କ୍ଷମା ମାଗିନଥିଲେ। ରାଜା ବିକ୍ରମଙ୍କର ନୀରବତା ଭଙ୍ଗ ହେବା ମାତ୍ରେ ବେତାଳ ଅଦୃଶ୍ୟ ହୋଇଗଲା ଏବଂ ପୁନର୍ବାର ବୃକ୍ଷରେ ଓଲଟା ଝୁଲି ପଡ଼ିଲା।